ଜଗନ୍ନାଥ ଦର୍ଶକ ବନ୍ଧୁ आज କୁକୁଡ଼ା ମାନଙ୍କର ବୟସ 52 दिन ହେଲା ପରେ ଉଠିଛି ମାଲଟା ଆପଣ ଜାଣିଥିବେ 46 दिन ଯେତେବେଳେ ହେଇଥିଲା ମୋ ବାରଟା ସେତେବେଳେ ଗୋଟେ ଗାଡ଼ି ଉଠିଥିଲା ମାଲ ଆଉ ତାପରେ ଆମର 52 दिन ପରେ ଉଠିଛି। ଦର୍ଶକ ବନ୍ଧୁ 52 दिन ଭିତରେ ବହୁତ କିଛି ଘଟିଛି ଯେଉଁ ଜିନିଷ ଆପଣଙ୍କୁ କହିବାକୁ ଚାହୁଁଛି ଯେ 52 दिन ପରେ ଆମର ଗ୍ରୋଥ ପୁରା ଟୋଟାଲି କମି ଯାଇଛି। ଗ୍ରୋଥ କିଛି ହେଇନି କାହିଁକି ହେଇନି କାହିଁକିନା ଗୁଳୁଗୁଳି ରହିଲା ଆପଣଙ୍କୁ କହି ରଖିଛି ଆଗ ଭିଡ଼ିଓ ମାନଙ୍କରେ ରହିବା ସହିତ ମୋର୍ଟାଲିଟି ରହିଛି। ତାପରେ ଦର୍ଶନ୍ତୁ ଏମାନେ ଖାଇବା କମ୍ ଖାଉଛନ୍ତି ଆପଣ ଦେଖୁଛି ଆଉ ନାହାନ୍ତି ଖାଲି ଆଉ 150 ପିସ୍ ଖଣ୍ଡେ ଅଛନ୍ତି। ଏଇଟା କାହିଁକି ଗଲାନି କାହିଁକିନା ଓଭରଲୋଡ଼ିଂ ହେଇଗଲା ୱେଟ୍ ଗୁଡ଼ାକ ବଢ଼ିଛି ସେଥିପାଇଁ ହେଲାନି ସେଥିପାଇଁ ସେ ନେଲେନି। ମୁଁ ଦେଖିପାରୁଛି ଖାଲି ଅଛି ତ ଏଠି ଆମ ପ୍ରାୟ ରିକ୍ୱେଷ୍ଟ କରିବେ ଆପଣଙ୍କର ଯେକୌଣସି ଆପଣ କମ୍ପାନୀ ସହିତ ଯୋଡ଼ିକି ଅଛନ୍ତି ତାଙ୍କୁ କହିବେ ଯେ ଯେତେବେଳେ ମାଲ ଗୋଟେ ଥର ଉଠିଲା ତାପରେ ନେକ୍ସଟ ଦିନ ଭିତରେ ଆପଣଙ୍କ ମାଲ ଉଠାଇବା ଚେଷ୍ଟା କରିବେ ନହେଲେ କ'ଣ ହେଉଛି ଏଠି ତାଙ୍କ ଗ୍ରୋଥ ରେଟ୍ ଉପରେ ପୁରା ପ୍ରଭାବ ପକାଉଛି। କାହିଁକି ଦର୍ଶନ୍ତୁ ଆପଣଙ୍କୁ କହି ରଖେ ଏଇଟା ଗୋଟେ ଫାଷ୍ଟ ବ୍ୟାଚ୍ ମୋର ଏକ୍ସପିରିଏନ୍ସ ହେଲା ଯେ ମୁଁ ଏତେ ଦିନ ପର୍ଯ୍ୟନ୍ତ କେବେ ମାଲ ଟୋଟାଲ ରଖିନଥିଲି। ତ ଏବେକା ଆମେ ବହୁତ ଲୋକଙ୍କ ମନରେ ଗୋଟେ କ୍ୱେଶ୍ଚନ୍ ଆସୁଥିବ ଯେ ଆମେ କେତେ ଦିନ ପର୍ଯ୍ୟନ୍ତ ଏ ରିକ୍ସଟା ଫ୍ୟାକ୍ଟରଟାକୁ ନେବା ତାମାନେ ଆମର 40 ଦିନରେ ଉଠିଯାଏ ବୋଲି କହନ୍ତି 38 ଦିନରେ ମଧ୍ୟ ଉଠେ। ଦର୍ଶକ ବନ୍ଧୁ 37 ଦିନରେ ମାଲ ଉଠେ 40 दिन ହାଇଏଷ୍ଟ ହୁଏ ମ୍ୟାକ୍ସିମମ୍ 42 ଦିନରେ ମାଲ ଉଠିବାର ବହୁତ ମୁଁ ଦେଖିଛି। କିନ୍ତୁ ଏବେ ଆହୁରି ମୋର ଯେଉଁ 10 दिन ଅଧିକ ହେଲା ଏ 10 दिनର ଯେଉଁ ମୋର୍ଟାଲିଟି ହେଲା ଯେଉଁ ମୋର ମାନେ FCR ବଢ଼ିଲା ଯେଉଁ କଷ୍ଟିଂ ବଢ଼ିଲା এটা କେଉଁ ହିସାବରେ କାଲକୁଲେସନ୍ ହେବ ସମସ୍ତଙ୍କ ମନରେ ଏଇ କ୍ୱେଶ୍ଚନ୍ଟା ନିହାତି ଦେଖାଯାଉଥିବ। ଦର୍ଶକ ମୋ ପାଇଁ ବି ଏଇଟା ନୂଆ ଏକ୍ସପିରିଏନ୍ସ ରହିବ। ଆଉ ମୁଁ ଯେଉଁ ଏକ୍ସପେକ୍ଟ କରୁଥିଲି ଯେଉଁ ପ୍ରକାର ଆଗ ଯେଉଁ 46 ଦିନରେ ଯେଉଁ ପ୍ରକାର ଆମର ୱେଟ୍ ଥିଲା FCR ଥିଲା ସେଇ ହିସାବରେ ଯଦି ରହିଥାନ୍ତା ତାହେଲେ ମୁଁ ବି କିଛି ଆପଣଙ୍କୁ ପ୍ରେଡ଼ିକ୍ସନ୍ ହିସାବରେ କିଛି ଆପଣଙ୍କୁ ତଥ୍ୟ ଦେଇଥାନ୍ତି। କିନ୍ତୁ ଯେହେତୁ ପୁରା ଡାଉନ୍ ହେଇଯାଇଛି ମାନେ ମାତ୍ର ପର୍ ବାର୍ଡ଼ ଗୋଟେ 100 ଗ୍ରାମ ଖାଲି ବଢ଼ିଛି ଅର୍ଥ ମୁଁ ତା ଉପରେ ବି ଆହୁରି ପ୍ରଭାବ ଆସିବ କେଉଁଠି ଦେଖିପାରୁଥିବେ ପୁରା ବଡ଼ ବଡ଼ କୁକୁଡ଼ା ଗୁଡ଼ାକ ସେମାନେ କ'ଣ ହେଇଛନ୍ତି ଆମର କଲବାର୍ଡ଼ ତ ଅଲଗା କଥା କିନ୍ତୁ ଯେଉଁଟା ୱେଟ୍ରେ ଅଛନ୍ତି ସେମାନେ କ'ଣ ହେଇଛନ୍ତି ମାନେ ଆମର କଲବାଲ ରିଷ୍ଟ ପଡ଼େ ଦେଖିପାରୁଥିବେ ମୋର୍ଟାଲିଟି ପୁରା ବଡ଼ ବଡ଼ କୁକୁଡ଼ାକ ମୋର୍ଟାଲିଟି ହେଉଛି ଦେଖିପାରୁଥିବେ ଏଇଟା ପୁରା ଓଜନିଆ କୁକୁଡ଼ା ଗୁଡ଼ାକ ସବୁ ମାନେ କ'ଣ ହେଇଛନ୍ତି କଲବାର୍ଡ଼ ପଡ଼ିକା ତାଙ୍କ ଗୋଡ଼ ମାନେ ଏପଟ ସେପଟ ହେଇଛି। ତ ଏଠି କ'ଣ ହେବ ଏଇ କୁକୁଡ଼ାକୁ ସେ କ'ଣ କରିବେ ନେବେନି ବୁଝିପାରିଲେ। ତ ନେବେନି ଯଦି ସେଇଟା କ'ଣ ହେବ ଆପଣଙ୍କର କଷ୍ଟିଂ ଉପର ମାନେ ଯେଉଁ ସେଲ୍ ହେଲାନି ମାନେ ଆପଣଙ୍କ ଯଦି ଲସ୍ ହେବ ସେଠି ଏଇସବୁ ଦେଖିପାରୁଥିବେ ସେପଟେ ବି ଏମିତି ବଡ଼ ବଡ଼ ଅଛନ୍ତି ସବୁ। ତ ଦର୍ଶନ୍ତୁ ଏଇ ଯେଉଁ ଏଇଟା ଗୋଟେ ଆପଣଙ୍କୁ ଯେଉଁ ପ୍ରଡ଼କ୍ସନ୍ ପରେ ଆପଣଙ୍କ ଯେଉଁ କଷ୍ଟିଂ ଉପରେ ପ୍ରଭାବଟା ନିହାତି ପକେଇବ। କାହିଁକିନା ଯଦି ଗୋଟେ ଓଜନ ଯଦି ନହେଲା ଗୋଟେ କୁକୁଡ଼ା କାହିଁକିନା ସେ ଯଦି ଖାଇ ଯାଇପାରିଲାନି ଓଜନ ହେଇକି ଖାଇ ଯାଇପାରୁନି ଦେଖିପାରୁଥିବେ କେତେ ବଡ଼ ପୁରା ଯେଉଁ ଆମର ମେଲ୍ ଗୁଡ଼ାକ ପୁରା ବଡ଼ ବଡ଼ ହେଇଯାଇଛନ୍ତି। ତ ଏଇ ଯେଉଁ କ୍ଷତିଟା ଦର୍ଶନ୍ତୁ କେହି ନା କେହି ଚାଷୀ ଉପରେ ପଡ଼ୁଛି। ଆଉ ତାପରେ ମୁଁ ଜାଣିବି ଯଦି କଷ୍ଟିଂ କେଉଁ ହିସାବରେ ଆସୁଛି ମୋର ଯେଉଁ ଏକ୍ସପେକ୍ଟ ଥିଲା ସେଇ ହିସାବରେ ଆସୁଛି ନା କ'ଣ ହେଉଛି ସେଇଟା ଆପଣ ଭିଡ଼ିଓରେ ପୁଣି ନେକ୍ସଟ ଆପଣଙ୍କୁ ଜଣାଇବି। ମୁଁ ଦର୍ଶକ ବନ୍ଧୁ ଆପଣଙ୍କୁ ମାନେ ଯଦି ଚାଷ କରୁଛନ୍ତି କୁକୁଡ଼ା ଉପରେ ବେଶୀ ଯିବା ପାଇଁ ଚାହୁଁଛନ୍ତି ତ ଏଇସବୁ ଜିନିଷ ପ୍ରତି ନିହାତି ଧ୍ୟାନ ରଖନ୍ତୁ। ତ ପୁଣି ଆପଣ କହି ରଖେ ଯେ କୌଣସି ଭାଇ ପାଖରେ ଭିଡ଼ିଓ ପହଞ୍ଚୁଛି ନିହାତି ସେୟାର କରନ୍ତୁ ଆପଣଙ୍କ ଯିଏ ସେଇ ସବୁ ମଧ୍ୟ ଅଛନ୍ତି ଆମର ଫାର୍ମିଂ ରିଲେଟେଡ଼ ଅଛନ୍ତି ଫାର୍ମିଂ ଭିଡ଼ିଓ ଗୁଡ଼ାକ ଆମ ଅପଲୋଡ଼ ହୁଏ। ଆଉ ଭଲ ଲାଗୁଛି ଯଦି ନିହାତି ସେଠି ଲାଇକ୍ କରନ୍ତୁ। ପୁଣି ଦେଖା ଗୋଟେ ନୂଆ ଭିଡ଼ିଓରେ ଦର୍ଶକ ବନ୍ଧୁ ଜୟ ଜଗନ୍ନାଥ।